ପିଲାମାନେ ଏବେ ଆମେ ଷ୍ଟାର୍ଟ କରିବା ଚତୁର୍ଭୁଜ ବିଷୟର ପାର୍ଟ 3 ଆଉ ଏଟା ଲାଷ୍ଟ ପାର୍ଟ ହେବ ମଧ୍ୟ ନିଜ କରି ଦେଖ 3 ଏଟା ଟିକେ ବେସିକା କ୍ୱେଶ୍ଚନ୍ ଅଛି ଡାଇରେକ୍ଟ କନସେପ୍ଟରୁ ଆରମ୍ଭ କରିବା ଆଉ ସରି କନସେପ୍ଟ ନୁହେଁ ଡାଇରେକ୍ଟ କ୍ୱେଶ୍ଚନ୍ ଆନ୍ସରରୁ ଆରମ୍ଭ କରିବା ଆଉ ଯେଉଁ ସବୁ କନସେପ୍ଟ ଆବଶ୍ୟକ ସେ ମୁଁ ଦେଖୁଥିଲି କ୍ୱେଶ୍ଚନ୍ ଆନ୍ସର ଭିତରେ କଭର ହେଇଛି ତ ହ୍ୟାଣ୍ଡେଲ୍ ହେଇଯିବ କିଛି ଅସୁବିଧା ନାହିଁ ଏକ୍ସଟ୍ରା ଆଉ ଲେଖିବା ଦରକାର ନାହିଁ ତ ପ୍ରଥମେ କ୍ୱେଶ୍ଚନ୍ କହିଲା 4 ସେମି ବାହୁ ବିଶିଷ୍ଟ ଦୁଇଟି ସମବାହୁ ତ୍ରିଭୁଜ ଯୋଡ଼ି ଉତ୍ପନ୍ନ ହୋଇଥିବା ଚତୁର୍ଭୁଜର ବାହୁମାନଙ୍କର ଦୈର୍ଘ୍ୟ କୋଣମାନଙ୍କର ପରିମାଣ ନିର୍ଣ୍ଣୟ କର ଦେଖ ଆଉ ଦୁଇଟା ଯେ ଅନୁସରଣ ଦେଇଥିଲା ତ ସେନ ଅଲରେଡ଼ି ସେ କ'ଣ ଚିତ୍ର ଗୁଡ଼ା ଦେଇ ଦେଉଥିଲା ଆଉ ମାଗୁଥିଲା ତ ଏଠି କ'ଣ କହିଲା ନା 4 ସେମି ଦେଖ ମୁଁ ଏଇଟା ଅଙ୍କନ ଦରକାର ନାହିଁ ଅଙ୍କନ ବି ମୁଁ କରୁନି ତଥାପି ଗୋଟେ ମାପର ତୁମକୁ ଦେଖିବା ପାଇଁ ଏଠି କରୁଛି ଦେଖ କେମିତି କଲି ତ 4 ସେମି ଦୁଇଟା ତ୍ରିଭୁଜ ନେମି ଏଇଟା 4 ହେନେ ତ ମଝିଟାକୁ ଦେଖ କେମିତି କରୁଛୁ ଖାଲି ମୁଁ କହିଦେଉଛୁ 4 ଅଧା 2 ମଝିଟା ନେଉଛୁ ଅଙ୍କନ କଲେ ତ୍ରିଭୁଜ ଅଙ୍କନ କେମିତି ହୁଏ 4 ସେମି ତ୍ରିଭୁଜ ଅଙ୍କନ କରିନେ କେମିତି ହେବ ଅଙ୍କନ ତ ମୁଁ କରିବାନି ଏଇଟା ଅଙ୍କନ ନୁହେଁ ତଥାପି ଅଙ୍କନ କରିବାନି ତଥାପି ଗୋଟେ ଇଏ ପାଇଁ ମୁଁ ତୁମକୁ କହିଦେଉଛି ଦେଖ 4 ନେଲ ଏରକୁ ଆମେ ସିଧା ଟାଣି ଦେଇକି 4 ନେଇକି ଆମେ କାଟ ଏଇଟା ଯଦି ଭୂମି ହେଲା ମୁଁ ଏମିତି ସିଧା ବାଲା ଭୂମି କ'ଣ ପାଇଁ ନେଇଛି ନା ଦେଖ କ'ଣ ପାଇଁ ନେଇଛି ସେଟା ଜାଣିପାରିବ ମୁଁ ଚତୁର୍ଭୁଜ ଆକ୍ଚୁଆଲି ମୋତେ କରିତେ ଅଛି କିନ୍ତୁ ପ୍ରଥମେ ତ୍ରିଭୁଜରୁ ଚତୁର୍ଭୁଜକୁ ଯିବା ତ ଦେଖ କେମିତି ହେଉଛି ତୁମେ ଆଗେ ଦେଖ এটা অঙ্কন নুহে মানে পিলাମାନେ বসিকি অঙ্কন করতে লাগিଯିବ অঙ্কন নুহে জস্ট ত্রিভুজটা জস্ট মাপ হিসাବରେ ମୁଁ ତାକୁ ସମାନ କରିକି ଦେଖେଇତେ ଚାହୁଁଛି ମାନେ ତୁମକୁ ଅଣ୍ଡରଷ୍ଟାଣ୍ଡିଂ ମଧ୍ୟ ଠିକଠାକ୍ ଆସିବ ଦେଖ ନା କିଛି କହିଛି କି ହଉ ନା ବି କହିନାହିଁ ଆମେ ନେବା ଏ ପେନ୍ରେ ଲେଖିଲେ ଭଲ ହେଇथा ତଥାପି ଏ ବି ଏଠି ସିଟା ରହିବ ଏଇଟା ଡି କେନେ ସି ଦେଖ ମୁଁ କ'ଣ ପାଇଁ କହିଲି ଏଟା ଗୋଟେ ତ୍ରିଭୁଜ ସେମିତି ଆଉ ଗୋଟେ ଏଟା 4 ସେମି ନା ସବୁବେଳେ 4 ସେମି ସେମିତି 4 ସେମି ବିଶିଷ୍ଟ ଆଉ ଗୋଟେ ତ୍ରିଭୁଜକୁ ଆଣି ଯୋଡ଼ିବା ଦେଖ ଏଠି ଗୋଟେ ତ୍ରିଭୁଜ ଅଛି ଏଠି ଗୋଟେ ତ୍ରିଭୁଜ ଅଛି ଏଟାକୁ ଯୋଡ଼େଇ ଦେବା ତ ତାର ଏଇ ଜିନିଷଟା କର୍ଣ୍ଣଟା ଦୁଇଟା ସାରା ଗୋଟେ ହେଇଥିବ ତାହେଲେ ମିଶିଯିବ ତାହେଲେ କ'ଣ ହେବ ଏପଟେ ଯେ ଆଉ ଗୋଟେ ତ୍ରିଭୁଜ ହେବ ଦେଖ ମୁଁ କେମିତି କରୁଛୁ ଏଇ ଭୂମିକୁ ନେଇକି ତାମାନେ ଏଇ ବେସ୍କୁ ନେଇକି ଏପଟେ ଆଉ ଗୋଟେ ତ୍ରିଭୁଜ କାଟିଲି ସେଇ 4 ତ ମୁଁ କମ୍ପାସ କ'ଣ ପାଇଁ ୟୁଜ୍ କରୁଛି ନା ମୋ କମ୍ପାସର ମାପ ଅଛି 4 ଅଲରେଡ଼ି ତ ମୁଁ 4 ନେଇ ନେଉଛି କିଛି ନାହିଁ ପିଲାମାନେ ଏଇଟା ପୁରା ଇଜି ତ ଆଗେ ମୁଁ ଚିତ୍ର କାଟିକି ବୁଝେଇଦେବି ତାପରେ ତାକୁ ଯାହା ଲେଖିବା କଥା ଲେଖିଦେବା ଲେଖିକି କଥା ବୁଝେଇଦେବା ଦେଖ ଏପଟେ ଗୋଟେ ତ୍ରିଭୁଜ এই যে সি ডি এ সরি এটা সি দেখ এই যে ত্রিভুজ ত্রিভুজ এ বি ডি গোটে ত্রিভুজ সমবাহু ত্রিভুজ ଆଉ ଗୋଟେ ତ୍ରିଭୁଜ ବି ଡି ସି ତ୍ରିଭୁଜ ଆଉ ଏ ବି ଡି ତ୍ରିଭୁଜର ଭୂମି ଦୁଇଟାକୁ ମିଶାଇ ଦେଲେ ଆମେ ତ ମିଶାଇଗଲାକୁ ଏଠି ହେଇଗଲା ଏଇଟା ବାଜିଗଲା ତ ଏଇଟା ଗୋଟେ ଚତୁର୍ଭୁଜ ହେଲାନି କି ଏ ବି ସି ଡି ସେଇଥିପାଇଁ ମୁଁ ଏମିତି ନାଁଟା ଲାଗିଥିନି ଏ ବି ସି ଡି ଏବେ ଚତୁର୍ଭୁଜ ହେଇଗଲା ତ ସେ ଏବେ କହିଲା ଏ ବି ସି ଡି ଚତୁର୍ଭୁଜର ସବୁଗୁଡ଼ାକର ବାହୁର ଦୈର୍ଘ୍ୟ ଆମକୁ ଲେଖିବାର ଅଛି ଆଉ କୋଣର ଦୈର୍ଘ୍ୟ ଲେଖିବାର ଅଛି ଦେଖ ବାହୁର ଦୈର୍ଘ୍ୟ ତ ଅଲରେଡ଼ି ଆମେ ଜାଣିଛେ ଯେହେତୁ 4 ସେମି ନେଇଛେ ତ୍ରିଭୁଜ ତ ଚତୁର୍ଭୁଜର ବି ସେଇ 4 ହେବ ଚେଞ୍ଜ ତ ହେବନି ନା ତ এই কর্ণটা ବି 4 ହେବ এই କର୍ଣ୍ଣ ମାଗିଛି କି ବାହୁମାନଙ୍କର ଦୈର୍ଘ୍ୟ ଓ କୋଣମାନଙ୍କର ଠିକ୍ ଅଛି କର୍ଣ୍ଣ ମାଗିନି ଖାଲି ବାହୁମାନଙ୍କର ଦୈର୍ଘ୍ୟ ଆଉ ଗୋଟେ କଥା ତୁମେ ମାନେ ଜାଣିଥିବ ଗୋଟେ ତ୍ରିଭୁଜ ଯଦି ସମବାହୁ ହୁଏ ତାର କୋଣର ପରିମାଣ 60 ଡିଗ୍ରୀ ହୁଏ କ'ଣ ପାଇଁ ହୁଏ ଦେଖ ଯଦି ଏଟା ସମବାହୁ ତ୍ରିଭୁଜ ତ ଏକ୍ସ 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 ପ୍ଲସ୍ ଏକ୍ସ ଆମେ ତ୍ରିଭୁଜ 3 କୋଣ ସମଷ୍ଟି କେତେ 180 ଜାଣିଛେ ପେନ୍ରେ ଲେଖିଲେ ପିଲାମାନେ ଭଲ ହେବ କାରଣ ଦେଖାଯାଉନି ନା পেনସିল টিকে হালকা দেখাଯିବ এটা ଦେଖ ଏଗୁଡ଼ା ରଫ୍ ପାଇଁ ତୁମକୁ ଜଣାଇବା ପାଇଁ ଏଟା ଅଲରେଡ଼ି ଆମେ ଜାଣିଛେ ଯେ ଗୋଟେ ସମବାହୁ ତ୍ରିଭୁଜର ଗୋଟେ କୋଣର ପରିମାଣ 60 ଡିଗ୍ରୀ ହେବ କେମିତି ହେଉଛି ଦେଖ ଏଟା 3x ହେଇଯିବ 180 ଦେଲେ ଏଠି x ଇକ୍ୱାଲ୍ ଟୁ ଏପଟେ 180 ହରଣ ହେଇଯିବ 3ଟା ତ କେତେ ହେଇଗଲା 60 ହେଲାନି କି ତାହେଲେ xର ଭ୍ୟାଲୁ କେତେ ହେଲା 60 ତାହେଲେ ସମବାହୁ ତ୍ରିଭୁଜ କ୍ଷେତ୍ରରେ କୋଣର ପରିମାଣ ସବୁବେଳେ 60 ହିଁ ହେବ ତାହେଲେ ଏଟା 60 ହେଲା ଏପାର ବି ସେ ସମବାହୁ ତ୍ରିଭୁଜ ଅଛି ନା ଏଟା ବି 60 ହେବ ଆଉ ଗୋଟେ କଥା ଅଛି ଭଲସେ ଦେଖିବ ଏଟା এই কোণটা 60 ডিগ্রি কারণ এইটা সমবাহু ত্রিভুজের পার্ট সমবাহু ত্রিভুজের সবুগুড়া কোণ 60 ডিগ্রি এটা 60 এপট সমবাহু ত্রিভুজের এইটা 60 এটা 60 নুহে কি এটা মানে এ ডি বি কোণ তাহলে টোটালটা কেতে হয়ে 60 প্লস 60 120 ডিগ্রি বুঝছে দেখ কেমতি হলা মু লেখিমি লেখিলা পরে তাকে আমি লেখিয়া জস্ট মু এটি তুমକୁ দর্শাউଛୁ কেমতি হଉଛି এটা এপটটা 60 এপটটা 60 60 60 120 কিন্তু এগুড়া ହଉ ଏବେ ଲେଖିଦେବା ମୁଁ ଲେଖିଦେଉଛି ତାପରେ ମୁଁ ବୁଝେଇଦେବି ତୁମକୁ देख पे पूरा विस्तार भाव तार उत्तर लिखिदेছি मु देख जेहेतु समबाहु त्रिभुजर सबु बाहु समान समबाहु त्रिभुज आम जाने कौन सब बाहु समान सृष्टि होता चतुर्भुज देख समबाहु त्रिभुज को जोड़े ही तो आम चतुर्भुज तैयारी कले तो ताहले चतुर्भुजर भी सब बाहु समान हो लिखिले जेहेतु समबाहु त्रिभुजर सबु बाहु समान सृष्टि होता चतुर्भुजर सबु बाहु समान हम समान
এটা লিখলি তাহলে କ'ଣ ହେଲା ଅତଏବ ଏ ବି ଇକ୍ୱାଲ୍ ଟୁ ବି ସି ଇକ୍ୱାଲ୍ ଟୁ ସି ଡି ଇକ୍ୱାଲ୍ ଟୁ ଏ ଡି ଇକ୍ୱାଲ୍ ଟୁ 4 ସେଣ୍ଟିମିଟର। এটা ଗୋଟେ ମାଗିଥିଲା ବାହୁର ଦୈର୍ଘ୍ୟ ମାଗିଥିଲା, ଆଉ ଗୋଟେ କୋଣ। କୋଣଟାକୁ କେମିତି ଲେଖିନି ଦେଖ। ଏବଂ ଏକ ସମବାହୁ ତ୍ରିଭୁଜର ସବୁ କୋଣର ପରିମାଣ 60 ଡିଗ୍ରୀ। ତେବେ ଏ ବି ସି ଡି ଚତୁର୍ଭୁଜ, ଦେଖ ଚତୁର୍ଭୁଜଟାକୁ ଲକ୍ଷ୍ୟ କରିବା। ଚତୁର୍ଭୁଜ ଦେଖ ମୁଁ ପ୍ରଥମେ ଏଇ କୋଣଟା ଲେଖିଦେଲି କାରଣ এটা ଡାଇରେକ୍ଟଲି ମିଳିଯାଉଛି। ତ ସେ ଲେଖିଲି ଚତୁର୍ଭୁଜର ଡି ଏ ବି କୋଣ 60 ଡିଗ୍ରୀ, ଆଉ ସେଇଭଳି ଡି ସି ବି କୋଣ 60 ଡିଗ୍ରୀ। ଏ ଦୁଇଟାକୁ ଆଗେ ଲେଖିଦେଲି। ତାପରେ କ'ଣ କଲି ଦେଖ, ଏବଂ ଏଠି କ'ଣ ହେଇଛି ନା ଏ ଡି ସି କୋଣଟା କେ ଦୁଇଟା କୋଣକୁ ମିଶିକି ଯୋଗ ହେଇଛି। ଏ ଡି ସି କୋଣଟା ଆମେ ଏ କୋଣଟା ଆଉ ଏ କୋଣଟାକୁ ମିଶିକି ଯୋଗ ହେଉନି କି ପୁରା କୋଣଟା ଏଇଟା ଆଉ ଏଇଟା ମିଶିକି ଲେଖି ସେଇଟା ମୁଁ ଲେଖିଲି। ଏ ଡି ସି କୋଣ ଇକ୍ୱାଲ୍ ଟୁ କୋଣ ଏ ଡି ବି କୋଣ ଯୁକ୍ତ ଏ ସି ଡି। କାରଣ ଏ ଦୁଇଟା କ'ଣ ପାଇଁ ଲେଖିଲି, କାରଣ ଆର ଭ୍ୟାଲୁ 60 ଆମ ପାଖରେ ଅଲରେଡ଼ି ଅଛି। ତ ସେଇଟାକୁ ଦେଖ ଭ୍ୟାଲୁ ପକେଇକି 60 + 60 = 120 କଲି। ତାହେଲେ ଦେଖ ଏଇଟା 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 এই ଚାରିଟା ଆନ୍ସର୍ କାହାର ଆନ୍ସର୍ ନା ଚତୁର୍ଭୁଜ କୋଣମାନଙ୍କର। ତ ଏଇଟା ବି ସେମିତି ଏଟା ବି ସେମିତି ଯୋଗ କରିକି ଲେଖିଦେଲି। ତ ଦେଖ ଏଟାକୁ ପଜ୍ କରିକି ତୁମେମାନେ ଲେଖିପାରିବ। ପିଲାମାନେ ଚ୍ୟାନେଲ୍କୁ ଟିକେ ସବସ୍କ୍ରାଇବ୍ କର, ମନ ଦେଇକି ଦେଖୁଛ ତୁମେମାନେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କର, ଭିଡ଼ିଓକୁ ଲାଇକ୍ କର। ଆଉ ଗୋଟେ କଥା ଭାବୁଥିଲି, ଯଦି ପିଲାମାନେ ତୁମେମାନେ ଚାହୁଁଛ ଯେ ସାଇନ୍ସର କି ଇଂଲିଶର କି ଅନ୍ୟ କୌଣସି ଚାପ୍ଟର ମୁଁ ସବଜେକ୍ଟର ମୁଁ ଭିଡ଼ିଓ ବନାଏ, ତାହେଲେ ତୁମେମାନେ କମେଣ୍ଟରେ ଜଣାଅ। ଆଉ ଯଦି ଚାହୁଁଛ ସାଇନ୍ସର ବନାଏ ତ କେଉଁ ବିଷୟରୁ ଷ୍ଟାର୍ଟ କରିବି ସେଟା ବି ଜଣାଅ। କାରଣ ତୁମେମାନେ ଧର ପଢ଼ି ସାରିଛ 1 ନମ୍ବର 2 ନମ୍ବର ବିଷୟ, ତ ମୋତେ ଜଣାଅ କେଉଁ ସବଜେକ୍ଟ ବନେଇଲେ ଭଲ ହେବ। ତ ତୁମେ ଯଦି କହିବ ଇଣ୍ଟରେଷ୍ଟ ଦେଖିବ ତାହେଲେ ମୁଁ ବନେଇବି। ପିଲାମାନେ 2 ନମ୍ବର କ'ଣ କହିଲା, 2 ନମ୍ବର କହିଲା ଏକ ଗୁଡ଼ି ଆକୃତି ଅଙ୍କନ କର ଯାହାର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 6 ସେମି ଓ 8 ସେମି। ଦେଖ ପିଲାମାନେ ଗୁଡ଼ି ଟିକେ ମୁଁ ରଫ୍ରେ ଦେଖେଇ ଦେଉଛି। ଗୁଡ଼ିଟା କେମିତି ହେଇଥାଏ ପିଲାମାନେ ଭଲସେ ଲକ୍ଷ୍ୟ କରିବ। ଗୋଟେ ଗୁଡ଼ି ଟିକେ ଏଇଭଳିଆ ହେଇଥାଏ କି ଏଇଭଳିଆ ହେଇଥାଏ। ହଁ, ତ ଏଇଭଳିଆ ଗୋଟେ ଜିନିଷ ଲକ୍ଷ୍ୟ କଲ ଯେ କର୍ଣ୍ଣ ଗୁଡ଼ିକୁ ଦେଖ ଏଇଟା ପୁରା ସମାନ ଦୁଇ ଭାଗରେ ଛେଦ କରୁନି। ଏ ଯେ ତଳ କର୍ଣ୍ଣ যেটা ଭର୍ଟିକାଲ যেটা ଅଛି সেটা କ'ଣ ସମାନ ଦୁଇ ଭାଗ କରୁଛୁ ନା, ଏଇଟା ଟିକେ ସାନ ଅଛି ଟିକେ ବଡ଼ ଅଛି। ତ ଆମକୁ ଏଇଟା ଆକ୍ଚୁଆଲି ଚତୁର୍ଭୁଜଟା ଆମେ ଯେତେବେଳେ ଅଙ୍କନ କରୁଥିଲେ, ଧର କେତେ କହିଛି କର୍ଣ୍ଣ ଗୁଡ଼ିକ 6 ଆଉ 8, ଧର ଏଇଟା ତଳଟା 6 ନେଲେ 6 ସେଣ୍ଟିମିଟର। ଏଇଟା ମୁଁ ରଫ୍ରେ ଦେଖାଉଛି, ଉପରକୁ ହେଇଛି ନା, ହଉ ରଫ୍ରେ ଦେଖାଉଛୁ। ଯଦି ଏଟାକୁ ଆମେ କରୁଥିଲେ ସମଦ୍ୱିଖଣ୍ଡ କରୁଥିଲେ, ମଝି ପଏଣ୍ଟଟା କାଟୁଥିଲେ, ତାପରେ ଏଇଠୁ 90 ଡିଗ୍ରୀ ଯେହେତୁ ମଝି ପଏଣ୍ଟ, ଏଇଠୁ ଆମେ ଉପରକୁ 8 ଅଛି ମାନେ 4 4 ନେଉଥିଲେ। କିନ୍ତୁ ଏଠି 4 4 ନେବାନି, ଆମେ ଯେହେତୁ ଉପରଟାକୁ ଟିକେ ଶାନ୍ତ ଏଇଟା ଟିକେ ବୋର୍ଡ଼ ଦେବା, ତାହେଲେ 8 ଆମର ଟୋଟାଲ୍ ଏଠି 11 ଟୋଟାଲ୍ 8 ହେବାର ଅଛି। 8ରୁ ଆମେ ଯଦି ୟାକୁ 5 3 8 କରିପାରିବା, କିମ୍ବା 6 2 8 ବି କରିପାରିବା, যেটা ইচ্ছা আমার এটা নেইপারিবা এটা নেইপারিবা। 5 3 নেবা, তাহলে 3 কাটা উপরেটাକୁ 3 নেবা, ଏଇଠି ପକେଇକି 3 କାଟିବା ଉପରେ ନେବା, ଆଉ ତଳେ 5 ନେଇକି। ତ 5 3 ଆମ ଟୋଟାଲ୍ ଏଇଟା 8 ହେବା ଦରକାର ଅଛି। ଏଇଟା ତ 6 ଆମେ ଫାଷ୍ଟରୁ ନେଇଛେ। ତ ମୁଁ ଅଙ୍କନ କରିମି ଆଗେ, ତାପରେ ତା ଷ୍ଟେପ୍ ଗୁଡ଼ା ଲେଖିବା। କ'ଣ କରିବା ନା ପ୍ରଥମେ ଆଗେ କହିଛି କେତେ 6 ଆଉ 8 କହିଛି କର୍ଣ୍ଣ ଦୁଇଟା। ତ ଭୂମିଟା ଆଗେ 6 ନେଇ ନେବା। ଦେଖ ଭୂମିଟା ମୁଁ 6 ନେଉଛି। ସେମିତି ଯେମିତି ଆମେ ଅଙ୍କନ ଅଲରେଡ଼ି ବହୁତ ଥର କରିସାରିଲେଣି, ତ ଏଟାରେ କିଛି ପ୍ରୋବ୍ଲେମ୍ ହେବାର ନାହିଁ। ଟାଣିଦେଲି 6ରୁ ଅଧିକା, ତାପରେ କମ୍ପାସ୍ ନେଲି 6 ମାପିବି, 6 ମାପିକି ନେଲି। ଏବେ ସମଦ୍ୱିଖଣ୍ଡ କରିବା। ସମଦ୍ୱିଖଣ୍ଡ ଅଧାରୁ ଅଧିକା ନେବା, ଉପରେ ଥରେ କାଟିଲି, ତଳେ ଥରେ କାଟିଲି। ତ ପେନସିଲ୍ ଧରିକି କରିବନି ପିଲାମାନେ, ମୋର ଅଡ଼ୁଆ ହେଉଛି ଏଠି ଉପରେ କ୍ୟାମେରାଟା ଅଛି। ତ ହଉ ଦେଖ ହେଇଗଲା। ଏବେ ଆକୁ ଡଟ୍ ଡଟ୍ କରିବାନି, କାରଣ এইটা ହିଁ ଆମର ଏକ୍ସିସ୍ ହେବ, এইটা ହିଁ ଆମର କର୍ଣ୍ଣ ହେବ। 90 ଡିଗ୍ରୀ କରିବା ନା, ମାନେ ବଙ୍କା ଗୁଡ଼ି ଦେଖିଛ କେବେ, ଉଡ଼ିବ ନା। ଏଟାକୁ ଲମ୍ବାଟେ ଟାଣିଦେବା। ଏବେ ମୁଁ ତୁମକୁ କ'ଣ କହିଲି, ଉପରଟାକୁ ବେଶୀ ନେବାନି, କମ୍ ନେବା। ଟୋଟାଲ୍ 8 ନେବାର ଅଛି। 8ରୁ ମୁଁ ଭାବୁଛି ଉପରଟାକୁ ଆମେ 3 ନେବା। 3 ନୁହେଁ 2 6 ବି ନେଇପାରିବ, କିଛି ଅସୁବିଧା 6 2 8, ଆମେ 3 5 ନେବା, ଭଲ ଦେଖାଯିବ। ତ 3 ନେଲି ଉପରଟା, ତ ଏଟାକୁ ଟାଣିବା। ତ ଏଇଟା କେତେ 5 ନେମି, ଦେଲେ ସିନା ଆମର 8 ହେବ ଟୋଟାଲ୍। ପିଲାମାନେ କିଛି ଅସୁବିଧା ନାହିଁ, ଯେହେତୁ କରୁଛୁ। ଦେଖ ସେ ଏଇ କନସେପ୍ଟଟା ସେ ଭିତରେ ଥିଲା, ତ ଭିତରେ ସେଇଥିପାଇଁ ମୁଁ କହିଲି, କାରଣ କ୍ୱେଶ୍ଚନ୍ ଆନ୍ସର୍ ସେଗୁଡ଼ା କଭର୍ ହେଉଛି। ଦେଖ ଯେ ଚାପ ଦେଇଛି, ଏବେ ତାକୁ ଯୋଡ଼େଇବା। ଉପରଟାକୁ ମୁଁ କେତେ 3 ନେଲି, ତ ସେଇ 3ଟାକୁ ଆମେ ଏବେ ଯୋଡ଼େଇବା। এটা ଯୋଡ଼େଇ ଦେଲି। ଏବେ ଦେଖିବ ଏଇ ଚାପକୁ କେବେ ଯୋଡ଼େଇବନି, ମାନେ ଭୁଲ ଭାଲ ହେଇଯିବ। ସବୁବେଳେ যেটাକୁ ଆମର ଇଏ ହେଇଛି ମାପିକି କାଟିଛେ ସେଟାକୁ ଯୋଡ଼େଇବା। ଠିକ୍ ଅଛି ପିଲାମାନେ, ଗୁଡ଼ି ହେଇଗଲା, ଏଥର ଉଡ଼ିବ ତ।
ବାସ୍ ଏଥର ତାର ଟିକେ ଷ୍ଟେପ୍ ଗୁଡ଼ାକୁ ଲେଖିଦେବା ଯାକ ସପାନ 2 ନମ୍ବର ଦେଇଦେବି ଭୁଲି ଯାଇଛି ପିଲାମାନେ 2 ନମ୍ବର ଗୁଡ଼ି ହେଇଗଲା ନା ଯଦି ଦେଇତେ ଚାହିଁବ ଏ ବି ସି ଡି ତ ଏଠି କେଟା ବି ଡି 6 ସେଣ୍ଟିମିଟର ଏ ସି 8 ସେଣ୍ଟିମିଟର যেটা আমার দত্তরক ଅଛି ଏବେ ମୁଁ ଟିକେ ସପାନ ଗୁଡ଼ା ଲେଖିଦେଉଛି ପିଲାମାନେ ତାପରେ ଦେଖିବା ଦେଖ ପିଲାମାନେ ଯାହା ଆମେ କଲେ ମୁଁ ସେଇଟାକୁ ଲେଖିଲି କ'ଣ ଲେଖିଲି ନା ପ୍ରଥମେ ଆମେ 6 ସେମି ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାଖଣ୍ଡ ଟାଣିବା ଏଇଟା 6 ସେମିର ଯାହାର ନାମ ବିଡ଼ି ଦେଲେ ବିଡ଼ିକୁ ସମଦ୍ୱିଖଣ୍ଡ କରି ଏକ ରେଖାଖଣ୍ଡ ଟାଣିବା ଯାହା ବିଡ଼ିକୁ ଓ ବିନ୍ଦୁରେ ଛେଦ କରିବ ଦେଖ ବିଡ଼ିକୁ ସମଦ୍ୱିଖଣ୍ଡ କଲେ ସମଦ୍ୱିଖଣ୍ଡ କରିକି ଏକ ରେଖାଖଣ୍ଡ ଟାଣିଲେ ଯାହା ବିଡ଼ିକୁ ଓ ବିନ୍ଦୁରେ ଛେଦ କଲା ଏବେ ଏବେ ଓ ବିନ୍ଦୁରୁ ବିଡ଼ି ବିଡ଼ିର ଉପରି ଭାଗରେ 3 ସେମିର ଏକ ଚାପ ନେବା ଏବଂ ବିଡ଼ିର ତଳ ଭାଗରେ 5 ସେମିର ଅନ୍ୟ ଏକ ଚାପ ନେବା 3 5 କ'ଣ ପାଇଁ ନେଲେ ଆମ ଟୋଟାଲ୍ 8 କହିଛି ଏସି ତ 3 ଓ 5 ସେମିର ଅନ୍ୟ ଏକ ଚାପ ନେବା ଯାହାର ନାମ ଯଥାକ୍ରମେ ମାନେ କ'ଣ ଉପରେ ଯେଟା ଆଗେ କହିଛି ଉପରଟାକୁ ଏ ଦେଲି ତାପରେ ତଳଟାକୁ ସି ଦେଲି ଯଥାକ୍ରମେ ଏ ଓ ସି ଦିଆଗଲା ଏବେ କ'ଣ ଅଛି ଖାଲି ଯୋଡ଼ିଦେବା ତାପରେ ଦେଖ ଏବେ ବି ରୁ ସି କୁ ଗାର ଦେଇଛି ବି ସି ସି ରୁ ଡି କୁ ଡି ରୁ ଏ କୁ ଏ ରୁ ବି କୁ ଯୋଗ କରି ଆବଶ୍ୟକ ଏ ବି ସି ଡି ଗୁଡ଼ି ଅଙ୍କନ କର ବାସ୍ ହେଇଗଲା ଏବେ 3 ନମ୍ବରକୁ ଆମେ ଯିବା ଏଠି କ'ଣ କହିଲା ନିମ୍ନ ଟ୍ରାପିଜିୟମ୍ ଗୁଡ଼ିକରେ ଆବଶ୍ୟକ କୋଣମାନଙ୍କର ପରିମାଣ ନିର୍ଣ୍ଣୟ କର ତ ଏଠି ଦୁଇଟା ଟ୍ରାପିଜିୟମ୍ କହିଛି ତ ପ୍ରଥମ ଟ୍ରାପିଜିୟମ୍ର ପ୍ରଥମେ କାଢ଼ିବା ତାପରେ ସେକେଣ୍ଡର କାଢ଼ିବା ଦେଖ ଚିତ୍ରଟି କେମିତି କହିଛି ମୁଁ ହାତରେ କରୁଛି ଭୁଲଭାଲ ହେଲେ ଟିକେ ଆଡ଼ଜଷ୍ଟ କରିଦେବା ଦେଖ ଏଇଭଳିଆ କହିଛି କିଛି ଏଇଟା କେତେ କହିଛି 135 ଡିଗ୍ରୀ ଆଉ ଏଇଟା 105 କହିଛି ଟ୍ରାପିଜିୟମ୍ କ'ଣ ପିଲାମାନେ ନା ଏହାର ନିହାତି ଏକ ଯୋଡ଼ା ସମାନ୍ତର ବାହୁ ଥିବ ଏଠି ସମାନ୍ତର କିଏ ଦୁଇଟା ନା ବି ଦେଇନି ଆମେ ନା ଦେଇଦେବା କିନ୍ତୁ ଆମ ପାଇଁ ଇଜି ହେବ ନା ଏ ବି ଆଉ ସି ଡି ସମାନ୍ତର ଯୋଡ଼ା ଏ ବି ଆଉ ସି ଡି ସମାନ୍ତର ଯୋଡ଼ା ଏକ ଯୋଡ଼ା ସମାନ୍ତର ବାହୁ ନିହାତି ରହିବ ଦେଖ ପିଲାମାନେ ଟ୍ରାପିଜିୟମ୍ କରିବା ଆଗରୁ ଟିକେ ମୁଁ କନସେପ୍ଟ କହିଦେବି ଦେଖ ଗୋଟେ ଯଦି ସମାନ୍ତର ରେଖା ଯୋଡ଼ି ଅଛି ଏଟା L1 ଏଟା L2 ତ ଯଦି ଏହାକୁ ଗୋଟେ ଛେଦ କରୁଛୁ ତିର୍ଯକ ଏଟା କୁହନ୍ତି ତାହେଲେ ଏକ ପାର୍ଶ୍ୱସ୍ଥ କୋଣ ଦ୍ୱୟର ସମଷ୍ଟି 180 ହେବ ଟିକେ ଭଲସେ ବୁଝ ଏକ ପାର୍ଶ୍ୱସ୍ଥ କୋଣ ଦ୍ୱୟର ସମଷ୍ଟି 180 ହେବ କେମିତି ତାହେଲେ ଆମ କ୍ଷେତ୍ରରେ ଆମର କ'ଣ ଅଛି ଏଟା ଦୁଇଟା ସମାନ୍ତର ରେଖା ଅଛି ତ ଦେଖ ମୁଁ ଅନ୍ୟ ଏକ ଟ୍ରାପିଜିୟମ୍ ନେଲି ତ ସମାନ୍ତର ରେଖା ତ ଏହାର ଏଇଟା ଗୋଟେ ତିର୍ଯକ ଏଇ କ୍ଷେତ୍ରରେ ଏଇଟା ତିର୍ଯକ ପଡ଼ିଥିଲା ଯଦି ଏଇଟା ଆମେ ବଢ଼େଇ ଦେବା ତ ଏଇଟା ତିର୍ଯକ ହେଲାନି କି ତ ତୁମେମାନେ ଦେଖିବା ପାଇଁ ଏଇଟା ଟ୍ରାପିଜିୟମ୍ ତ ଏଇ କୋଣଟା ଯେତେ କହିଥିବ ଧର ଏଇଟା କହିଛି 60 ମାନେ ଏଇ କୋଣଟା କେତେ ହେଇଥିବ ନା 180 ମାଇନସ୍ 60 ଯେତେ ହେବ ଏଇଟା ସେତିକି ହେଇଥିବ କ'ଣ ପାଇଁ ନା ଏଇଟା ଗୋଟେ ଆଗରୁ ଥିଲା ବୋଧେ ଉପପାଦ୍ୟରେ ଦେଉଥିଲା ଯେ ଦୁଇଟି ସମାନ୍ତର ସରଳରେଖାର ଛେଦକ ଯେ ଛେଦ କରୁଛୁ ତାର ଏକ ପାର୍ଶ୍ୱସ୍ଥ କୋଣ ଦ୍ୱୟର ସମଷ୍ଟି 180 ଡିଗ୍ରୀ ତ ଏଇଟା ମନେ ରଖିଥିବ ତ ଆମର ଏଠି ସେଇଟା ଆମେ ସେଇ ଇଏଟା ଆପ୍ଲାଏ କରିବା ତାହେଲେ ମୁହଁର ଆଗେ କାଢ଼ିଦେବା ତାହେଲେ ଏଇଟା 180ରୁ 135 ଗଲେ ଯେତିକି ହେବ ଏଇ କୋଣଟା ବାହାରିଯିବ ସେମିତି ଏଇଟା 180ରୁ 105 ଗଲେ ଏ କୋଣଟା ବାହାରିଯିବ ତାହେଲେ ମୁଁ ଏଇଟା ଲେଖିଦେଉଛି ଆଗେ ତାପରେ କରିବା ଦେଖ ପିଲାମାନେ ଆନ୍ସର୍ ଲେଖିଦେଇଛି କ'ଣ ଲେଖିଲି ନା ଦେଖ ଏବିସିଡି ଟ୍ରାପିଜିୟମ୍ର କ'ଣ ଏ ବି ସମାନ୍ତର ଡିସି ତେଣୁ ଏହାର କ'ଣ ହେଇଥିବ ନା ଏ କୋଣ ପ୍ଲସ୍ ଡି କୋଣ ଇକ୍ୱାଲ୍ ଟୁ 180 ଡିଗ୍ରୀ କ'ଣ ପାଇଁ ଲେଖିନି ନା ଟ୍ରାପିଜିୟମ୍ର ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ ଦ୍ୱୟର ସମଷ୍ଟି 180 ଡିଗ୍ରୀ ତାହେଲେ ସେଇଟା ମୁଁ ଲେଖିଲି ଏ କୋଣ ଯୁକ୍ତ ଡି କୋଣ ଇକ୍ୱାଲ୍ ଟୁ 180 ଡିଗ୍ରୀ କିନ୍ତୁ ଆମ ଡି କୋଣଟା ଦତ୍ତ ଅଛି ତ ଏ କୋଣ ଇକ୍ୱାଲ୍ ଟୁ ଏ କୋଣ ପ୍ଲସ୍ ଡି ବଦଳ ତା ଭ୍ୟାଲୁଟା 135 ପକାଇଦେଲି ତ ଏ କୋଣ ତାପର ଷ୍ଟେପ୍ରେ ଏ କୋଣ ଦେବେ ଆପ୍ଲାଇ ନେଇଗଲି 135ଟାକୁ 180ରୁ 135 ଗଲେ 45 ତ ପ୍ରଥମେ ବାହାରିଗଲା ସେହିପରି ସେହି ଆମର ସୂତ୍ର ପକାଇକି ଆମେ ଏପାରଟା ବି କାଢ଼ିଦେବା ସେୟା କଲି ବି ପ୍ଲସ୍ ସି ଇକ୍ୱାଲ୍ ଟୁ 180 ଡିଗ୍ରୀ ସି ବଦଳ ତା ଭ୍ୟାଲୁ ପକାଇକି ବିର ଭ୍ୟାଲୁ କାଢ଼ିଦେଲି 135 ତ ପିଲାମାନେ ଦୁଇଟାର ଭ୍ୟାଲୁ ବାହାରିଗଲା ଏବେ ଆମେ କରିବା 4 ନମ୍ବର ପିଲାମାନେ ଚ୍ୟାନେଲ୍କୁ ଟିକେ ସବସ୍କ୍ରାଇବ୍ କର ତୁମେମାନେ ଦେଖୁଛ ଠିକ୍ ଅଛି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କର ଦେନ୍ ଆମର ବି ମୋଟିଭେସନ୍ ହେବ ଆଉ ଆମେ ସେତେ ଜଲ୍ଦି ଭିଡ଼ିଓ ବନେଇ ପାରିବା 4 ନମ୍ବର ନାହିଁ ଏଟାର ଆଇ ଟୁ ଆଇ ଥିଲା ନା ତ ପ୍ରଥମ ଚିତ୍ରଟା ଆମେ କରିଦେଲେ ସେଭଳି ଦ୍ୱିତୀୟ ଚିତ୍ରଟା ଏବେ କରିବା ଏଇଟା ଦେଖ ଏଇଟା ଟିକେ ପିଲାମାନେ ତୁମକୁ ଘୁରେଇକି ଦେଇଦେଲା ହଉ କିଛି ଡରିବାର ନାହିଁ ତ କ'ଣ କହିଲା ନା ଚିତ୍ରଟା ଯେମିତି କହିଛି ମୁଁ ସେମିତି ତେର୍ଛା ବାରକୁ କରୁଛୁ ସେ ଏମିତି ତେର୍ଛିକି କରିଛି ଏଇଟା କଲା ଏଇଟା ନେଲା ଏଇଟା ସମାନ୍ତର ଠିକ୍ ଅଛି ନାମ ସେୟା ଦେବା ଏ ବି ସି ଡି ଏଠି ସମାନ୍ତର କିଏ ନା ସମାନ୍ତର ମୁଁ କେମିତି ଜାଣୁଛି ନା ଏ ଯେ ଚିହ୍ନଟା ଏଇ ଚିହ୍ନଟା ସମାନ୍ତର ଚିହ୍ନ ହେଲା ଯଦି ଏଟା ଆ ସହିତ ସମାନ୍ତର
ଆଉ ଏ ବାହୁଟା ଏ ବାହୁ ସହିତ ସମାନ ଦୈର୍ଘ୍ୟ ବିଶିଷ୍ଟ ଆର୍ ଯେତିକି ଦୈର୍ଘ୍ୟ ହେଇଥିବ ଆର୍ ସେତିକି ଦୈର୍ଘ୍ୟ। ଆଉ କ'ଣ ଦେଇଛି ଏ କୋଣଟା 100 ଡିଗ୍ରୀ ଦେଇଦେଇଛି। ଦେଖ ଏଇଠି ଆଉ ଗୋଟେ କନସେପ୍ଟ ମୁଁ ଇଣ୍ଟ୍ରୋଡ୍ୟୁସ୍ କରିବି ତୁମମାନଙ୍କୁ। ଯଦି ଟ୍ରାପିଜିୟମଟା ଅଛି ଠିକ୍ ଅଛି ଠିକ୍ ଅଛି, ତ ଏଇଟା ତ ପାରାଲାଲ ଚିହ୍ନ ମୁଁ ଦେଇଦେଲି। ଆଉ ଯଦି ଏଇ ବାହୁଟା ଏଇ ବାହୁ ସହିତ ସମାନ ହେଇଗଲା ତାହେଲେ କ'ଣ ହେବ ନା ଏଇ କୋଣଟା ଯେତିକି ହେଇଥିବ ଏଇ କୋଣଟା ବି ସେତିକି ହେବ, ଏଇ କୋଣଟା ଯେତିକି ହେଇଥିବ ଏଇ କୋଣଟା ବି ସେତିକି ହେବ। କେମିତି ନା ଦେଖ ଆମେ ଅଲରେଡ଼ି ଜାଣିଛେ ଏଇଟା କ'ଣ ଏଇଟା ଯଦି ଏକ୍ସ ଅଛି ଏଇଟା 100 ମାଇନସ୍ ଏକ୍ସ ସରି 180 ମାଇନସ୍ ଏକ୍ସ। ତ ସେମିତି ଆମ କ୍ଷେତ୍ରରେ ଆମେ କରିବା ଏଠି ଦେଖ ଏଇଟା 100 ଅଛି ସେଇଟା 180 ଏଇଟା 100 ଅଛି ତାହେଲେ ଏଇଟା କେତେ ହେଇଥିବ 180 ମାଇନସ୍ 100 ଯେ 80 ଏଇଟା 80 ତାହେଲେ ଏଇଟା କେତେ ହେଇଥିବ 80। କାରଣ ମୁଁ କହିଲି କ'ଣ ଯଦି ଯଦି ସାମାନ୍ତରିକ ଚିତ୍ର କହୁଛୁ ଟ୍ରାପିଜିୟମର ଦୁଇ ସମାନ୍ତର ବାହୁର ଛେଦକ ଦୁଇଟା ଏ ଦୁଇଟା ଛେଦକ ଯଦି ସମାନ ଦୈର୍ଘ୍ୟ ବିଶିଷ୍ଟ ହେଇଯାଏ ତାହେଲେ ତା ଅପୋଜିଟ୍ କୋଣଟା ବି ସମାନ ହେଇଯିବ। ଯଦି ଏଇଟା 80 ହେବ ଏଇଟା 80 ହେବ, ଏଇଟା 100 ହେବ ଏଇଟା ବି 100 ହେବ। ତ ପିଲାମାନେ ସେମ୍ ଜିନିଷ ଜଷ୍ଟ ମୁଁ ଲେଖିଦେଉଛି ଆଉ କିଛି ଅସୁବିଧା ନାହିଁ। ଦେଖ ପିଲାମାନେ ସେଇଟା ମୁଁ ଲେଖିଲି ଯାହା ଥିଲା ଏ ବି ସି ଡି ଟ୍ରାପିଜିୟମର ଏ ବି ସମାନ୍ତର ସି ଡି, ତେଣୁ ଯେଟା ଆରଥର କରିଥିଲେ ତେଣୁ ଏ କୋଣ ପ୍ଲସ୍ ଡି କୋଣ ଇକ୍ୱାଲ୍ ଟୁ 180 ଡିଗ୍ରୀ, ତେଣୁ ଡି କୋଣଟା 80 ବାହାରିଗଲା। ଏବେ ଏଇଠି ମୁଁ ଲାଷ୍ଟକୁ ଲେଖିଲି ଯେହେତୁ ଟ୍ରାପିଜିୟମର ଛେଦକ ଦ୍ୱୟର ଦୈର୍ଘ୍ୟ ଏଠି ସମାନ ଅଛି ଆମ କେସରେ ସମାନ ଅଛି, ତେଣୁ ବିପରୀତ କୋଣମାନେ ମଧ୍ୟ ସମାନ ହେବେ। ତେଣୁ ଏ କୋଣ ଇକ୍ୱାଲ୍ ଟୁ ବି କୋଣ ଆଉ ଡି କୋଣ ଇକ୍ୱାଲ୍ ଟୁ ସି କୋଣ। ତାହେଲେ ଏ କୋଣ ଯଦି ଆମର 100 ଥାନ୍ତା ତାହେଲେ ବି କୋଣ 100 ହେଇଗଲା, ସେମିତି ଡି କୋଣ ଯେହେତୁ 80 ଅଛି ସି କୋଣ ବି 80 ହେଇଗଲା। ତାହେଲେ ସବୁଗୁଡ଼ା କୋଣ ବାହାରିଗଲା 100 100 80 80 ଆଉ ତ ଏଇଟା 100 ଦେଇଥିଲା ଆମର ପୂର୍ବରୁ। ତାହେଲେ ଏବେ 4 ନମ୍ବରକୁ ଯିବା। ପିଲାମାନେ ଟିକେ ସବସ୍କ୍ରାଇବ୍ କରିଚାଲ, ମୁଁ ଭିଡ଼ିଓ ଜଲ୍ଦି ଜଲ୍ଦି ଆଣି ଚାଲିବି। ଦେଖ ପିଲାମାନେ 4 ନମ୍ବର କ୍ୱେଶ୍ଚନ୍ ବଢ଼ିଆ ଗୋଟେ ମଜାଦାର କ୍ୱେଶ୍ଚନ୍ କରିଛି। ଯଦି ମୁଁ ୟାକୁ ଜଷ୍ଟ ଚିତ୍ର କାଟିକି ଦେଇଦେମି ତୁମେ ସରିଯିବ 2 ମିନିଟ୍ କ୍ୱେଶ୍ଚନ୍ ସରିଯିବ, କିନ୍ତୁ ଆକୁ ଯଦି ମୁଁ ଟିକେ ଭଲସେ ବୁଝେଇବି ତୁମେ କନସେପ୍ଟ ବି କ୍ଲିୟର ହେବ ତାହେଲେ ତୁମମାନଙ୍କ ପାଇଁ ଲାଭ। ଦେଖ କହିଲା ସାମାନ୍ତରିକ ଚିତ୍ର ଗୁଡ଼ି ରମ୍ବସ୍ ଆୟତଚିତ୍ର ଏବଂ ବର୍ଗଚିତ୍ରମାନଙ୍କର ସେଟ୍ ଦର୍ଶାଉଥିବା ଏକ ଭେନ୍ ଡାଇଗ୍ରାମ ଅଙ୍କନ କର। ଯେତେବେଳେ ସେଟ୍ ଆମେ ପଢ଼ୁଥିଲେ ତ ସେତେବେଳେ ସେଟ୍ର ଭେନ୍ ଡାଇଗ୍ରାମ ଗୋଟେ ଥିଲା। ଭେନ୍ ଡାଇଗ୍ରାମ କ'ଣ ନା ଆଗେ ଗୋଟେ ଭେନ୍ ଡାଇଗ୍ରାମ ବିଷୟରେ କହିଦେଉଛି। ଦେଖ ଏ ସେଟ୍ର ଅଛି 1 2 3 4 ଆଉ ବି ସେଟ୍ ନେଲି, ବି ସେଟ୍ ଅଛି 3 4 5 6 ଏଇଟା ସବୁ ଉପାଦାନ ତାର ହେଲା। ତାହେଲେ ଭେନ୍ ଡାଇଗ୍ରାମଟା କେମିତି ହେବ ନା ଏ ଦେଖ ଭଲସେ ଦେଖିବ ପିଲାମାନେ, ମୁଁ ଟାଇମ୍ ୱେଷ୍ଟ କରୁନି ତୁମରି ଭଲ ପାଇଁ କରୁଛୁ। ତାହେଲେ ପ୍ରଥମ ଏଇଟା ହେଉଛି ଏ ସେଟ୍, ପ୍ରଥମ ଗୋଲଟା ଏ ସେଟ୍, ଦ୍ୱିତୀୟ ଗୋଲଟା ବି ସେଟ୍। ଦେଖ କିଛି ଅଂଶ ରହିଲା ଯେଉଁଟାକି ଏର ବି ଅଛି ବିର ବି ଅଛି, ସେଗୁଡ଼ା କିଏ ଗୁଡ଼ା ନା ଦେଖ ମୁଁ ଲେଖୁଛି ଆଗେ ଉପାଦାନ ଗୁଡ଼ା। ଏ ସେଟ୍ର ମୁଁ ଉପାଦାନ ଲେଖିଲି 1 2 3ଟା ମୁଁ ଆଉ ଏଠି ଲେଖିବିନି। 3ଟା ଦେଖ 3 ଯେଟା ଅଛି ଏ ସେଟ୍ର ଅଛି କି ନାହିଁ ତ ମୁଁ ଆଗେ ଲେଖିସାରି ତାପରେ ବୁଝିବ। 5 6 ଦେଖ କିସ ହେଲା ନା ଦେଖ ଏ ସେଟ୍ର 1 2 3 4 ରହିଲା କି ନାହିଁ, ବି ସେଟ୍ର 3 4 5 6 ରହିଲା କି ନାହିଁ। କିନ୍ତୁ ଗୋଟେ ଜିନିଷ ଲକ୍ଷ୍ୟ କରିବ 3 4 ଏର ବି ଅଛି ବିର ବି ଅଛି, ତାହେଲେ ଏଇଟା ଇଣ୍ଟରସେକ୍ସନ ଏରିଆର ଯେଟା ମଝାମଝି ଏରିଆର ରହିଲା। ତ ଏଇଟାକୁ ଆମେ ଏଇଟା କ'ଣ କହୁଥିଲେ ଏ ଇଣ୍ଟରସେକ୍ସନ ବି କେତେ 3 4 এইগুড়া ହିଁ ଆମେ ସେଟ୍ ଏଟାକୁ ଭେନ୍ ଡାଇଗ୍ରାମ କୁହନ୍ତି। ଏଇଟା ସେଟ୍ ଯେତେବେଳେ ପଢ଼ିଲେ ତ ସେଟ୍ ଉପରେ ଟିକେ ଖାଲି ଓଭରଭ୍ୟୁ ଦେଇଦେଲି, ତୁମେ ଜାଣିଥାଉ ପରେ ନିହାତି ଭାବରେ ଦରକାର ହେବ ତୁମର ସେଟ୍। ହଉ ଏବେ ଆମେ କରିବା ଆମର ଯେଟା କ୍ୱେଶ୍ଚନ୍ କହିଲା। ଆଗେ ମୁଁ ଚିତ୍ରଟି ଆଙ୍କି ଦେଉଛି ତାପରେ ମୁଁ ତୁମକୁ ବୁଝେଇ ଦେଉଛି। ଦେଖ ଧର ଅଲରେଡ଼ି ତୁମ ବହିରେ ଦେଇଦେଇଥିଲା ଏଟା ବେଳେ ଚିତ୍ର ଗୁଲ ଠିକ୍ ନହେଲେ ଟିକେ ଆଡ଼ଜଷ୍ଟ କରିବ। ଏଟା ହେଉଛି ଆମ ସାମନ୍ତରିକ ଚିତ୍ରର ମୁଁ ଏଟା ଟାଣିଲି ସାମନ୍ତରିକ ଚିତ୍ର ବଡ଼ ଗୁଲଟେ ତା ଅଣ୍ଡର ସାମନ୍ତରିକ ଚିତ୍ର ଭିତରେ ସବୁ ଆସିବନି କି। ସାମନ୍ତରିକ ଚିତ୍ର ଭିତରେ এটা কাটি সারি রেক্টাঙ্গুল এটা মানে কোণ আয়ত চিত্র। গুল তুমি কହୁଛ ସାର୍ ଗୁଲ କାଟିଛନ୍ତି ଆୟତ ଚିତ୍ର କେମିତି ହେଲା ନା এটা ମୁଁ ସେଟ୍ ଆକାରରେ ଦେଖାଉଛି ଆୟତ ଚିତ୍ର। ଆଉ କହିଲା ଗୁଡ଼ି ତୁମର କହିଛି ନା ଦେଖିବା ଦେଖ ଟିକେ ଦେଖିବ ଏଇଟା ମୁଁ ଲେଖି ସାରି ମୁଁ ବୁଝେଇମି। এটা ସବୁ କାଇଟ୍ ବା ଗୁଡ଼ି, এটা ଗୁଡ଼ି এটা ପୁରାଟା ଗୁଡ଼ି। ଆଉ ଦେଖ ଏଇଠି ଯେ ଏଇ ଯେ ସେକ୍ସନରେ যেটা ରହିଲା এটা ହେଇଥିବ ରମ୍ବସ୍, ଆଉ ଏଇ ସେକ୍ସନରେ যেটা ରହିଲା এটা ହେଇଥିବ ବର୍ଗଚିତ୍ର। କେମିତି କ'ଣ ହେଲା ଏବେ ମୁଁ ତୁମକୁ ବୁଝେଇମି। ଦେଖ ସାମନ୍ତରିକ ଚିତ୍ର କେମିତି ଆଉ ଯେତେବେଳେ ମୁଁ କନସେପ୍ଟ ପଢ଼େଇଥିଲି ମୁଁ ତୁମକୁ କହିଥିଲି ସବୁ ବର୍ଗଚିତ୍ର ଆୟତଚିତ୍ର ସବୁ ସାମନ୍ତରିକ ଚିତ୍ର ଅଣ୍ଡର ଆସିବେ। ତ ସାମନ୍ତରିକ ଚିତ୍ର ଭିତରେ ସବୁ ଆସିଲା କି ନାହିଁ, କିନ୍ତୁ ଗୁଡ଼ି ଟିକେ ବାହାରିଛି। ଦେଖ ଏଠି ଟିକେ ବାହାରିଛି କାରଣ
ତୁମେ ମାର୍କେଟରେ ବହୁତ ପ୍ରକାର ଗୁଡ଼ି ଦେଖିଥିବ, ଗୁଡ଼ି ଏରକ ବି ଦେଖିଥିବ, ଗୁଡ଼ି ଏରକ ବି ଦେଖିଥିବ, ଗୁଡ଼ି ପୁରା ସମାନ ସାମନ୍ତର ଚିତ୍ର ମାନେ ବର୍ଗ ଚିତ୍ର ଭଳିଆ ବି ଦେଖିଥିବ। ତ ଗୁଡ଼ି ବହୁତ ରକମ ମାଛ ଆକାରର ବି ଗୁଡ଼ି ଅଛି। ତ ଯେହେତୁ ଗୁଡ଼ି ବହୁତ ରକମ ଆସିବ, ତ ଗୁଡ଼ିକୁ ଆମେ ଡିଫାଇନ୍ କରିପାରିବା ଯେ କେଇଠି ରହିବ। ତ ଗୁଡ଼ି ପ୍ରପର୍ ରମ୍ବସ୍ ଆକାରର ବି ଗୁଡ଼ି ହେଇଥାଇପାରେ, ପ୍ରପର୍ ରମ୍ବସ୍, ପ୍ରପର୍ ବର୍ଗ ଚିତ୍ର ଆକାରର ବି ଗୁଡ଼ି ହେଇଥାଇପାରେ। ଗୁଡ଼ି ବହୁତ ଟାଇପ୍ର ମାର୍କେଟରେ ବିକ୍ରି ହେଉଛି ନା, ଗୁଡ଼ି ସେଥିପାଇଁ ଆମେ ସବୁଆଡ଼େ ରଖିଦେଲେ ଟିକେ ଟିକେ। ଗୁଡ଼ି ବାହାରେ ବି ରହିଲା, ବାହାରେ କ'ଣ ପାଇଁ ରହିଲା ନା ଏଇ ଗୁଡ଼ିଟା, এই যে লম্বা গুড়িটা ମୁଁ କଲି ଏଇଟା କ'ଣ ସାମନ୍ତର ଚିତ୍ର ପ୍ରପର୍ଟିକି ଡିଫାଇନ୍ କରୁଛି ନା, କାରଣ ସାମନ୍ତର ଚିତ୍ର କ'ଣ ଏଇ ବାହୁଟା ଏ ବାହୁଟା ସହିତ ସମାନ ହେଇଥିବ, ଏ ବାହୁଟା ବଡ଼ ଅଛି, ଏଟା ସାନ ଅଛି, ଏଟା ସାମନ୍ତର ଚିତ୍ର ହଉନି ନା। ତ এটা ସାମନ୍ତର ଚିତ୍ର କହିପାରିବାନି, ସେଥିପାଇଁ ଏଟା ସାମନ୍ତର ଚିତ୍ର ବାହାରକୁ ବି ଚାଲିଲା ଟିକେ ଗୁଡ଼ି। ଏଇ ଚିତ୍ରଟା ପୁରା ଠିକ୍ ଅଛି, ନହେଲେ କହିବେ ସାର୍ ଭୁଲ ଭାଲ କରିଛନ୍ତି। ନା ଦେଖ ଭଲସେ ଦେଖ, ମୁଁ ତୁମକୁ ବଢ଼ିଆ ଭାବରେ ବୁଝାଉଛି। ଆଉ ଯେହେତୁ ଗୁଡ଼ି ବିଷୟ ସବୁ କହିଦେଲି, ଗୁଡ଼ିଟା ରମ୍ବସ୍ ବି ହେଇପାରିବ, ବର୍ଗ ଚିତ୍ର ବି ହେଇପାରିବ। ଗୁଡ଼ିଟା ମାନେ ମାର୍କେଟରୁ କେତେ ଟାଇପ୍ର ବିକ୍ରି ହେଉଛି। ଆଉ ଗୋଟେ କଥା ଦେଖ, ମୁଁ ଏଠି ରଖିନି ରମ୍ବସ୍କୁ ଏଇ ଏରିଆଟା ହେଲା, କ'ଣ ପାଇଁ ରଖିନି ନା ସାମନ୍ତରିକ ଚିତ୍ରରେ ତ ରମ୍ବସ୍ ଆସିବ ହିଁ ଆସିବ। ଦେଖ ମୁଁ ଏଇଟା ରମ୍ବସ୍ କାଟୁଛୁ, ରମ୍ବସ୍ର ପ୍ରପର୍ଟି କ'ଣ ନା ସବୁ ବାହୁ ତାର ସମାନ। ତ ସାମନ୍ତରିକ ଚିତ୍ରର ପ୍ରପର୍ଟି ସେ ଜଷ୍ଟ ସାମନ୍ତରିକ ଚିତ୍ରଟା ଟିକେ ଅଲଗା ଟାଇପ୍ର ହେଇଥାଏ ଟିକେ, କିନ୍ତୁ ଯେହେତୁ ତା ଅଣ୍ଡର ଆସୁଛୁ ସାମନ୍ତରିକ ଚିତ୍ର ଗୋଟେ ରମ୍ବସ୍, ସେଇଟା ମୁଁ ପଢ଼େଇଲା ବେଳେ ବି ତୁମକୁ କହିଥିଲି। ଦେଖ ସାମନ୍ତରିକ ଚିତ୍ରଟା ସରି ରମ୍ବସ୍ଟା ସାମନ୍ତରିକ ଚିତ୍ର ଇଏ ଭିତରେ ଆସିଲା। ଆଉ ସେଇଭଳିଆ ବର୍ଗ ଚିତ୍ରଟା ବି ସାମନ୍ତରିକ ଚିତ୍ର ଅଣ୍ଡର ଆସିଲା। ତ ବର୍ଗ ଚିତ୍ର ବି ଆମେ ତା ଭିତରେ ରଖିଛେ। ଆଉ ରହିଲା ଆୟତ ଚିତ୍ର। ଆୟତ ଚିତ୍ରଟା ମୁଁ ତୁମକୁ ପଢ଼େଇଲା ବେଳେ କହିଥିଲି ସମସ୍ତ ଆୟତ ଚିତ୍ର ବି ଗୋଟେ ବର୍ଗ ଚିତ୍ର ହେଇପାରିବ। ତ ଦେଖ ଆୟତ ଚିତ୍ରଟା ଏମିତି ହେଇଥାଏ, ତ ଆୟତ ଚିତ୍ରର ଏମିତି ହେଇଥାଏ ନା, ସରି ଏମିତି ହେଇଥାଏ। ତ ଏଟାକୁ ଯଦି ଆମେ ଛୋଟ କରି ବର୍ଗ ଚିତ୍ର ବି କରିଦେବା, ତ ବର୍ଗ ଚିତ୍ର ବି ହେଇଗଲା, ତାହେଲେ ଆୟତ ଚିତ୍ରଟା ବି ବର୍ଗ ଚିତ୍ର ହେଇପାରୁଛି। ତ ସେଇଥିପାଇଁ ଏଠି ଦେଖ ଇଣ୍ଟରସେକ୍ସନ୍ ରଖିଛି ମୁଁ ଆୟତ ଚିତ୍ର ଆଉ ବର୍ଗ ଚିତ୍ର ମଧ୍ୟରେ। ତ ପିଲାମାନେ କନଫ୍ୟୁଜ୍ ଜମା ହେବନି, ଯେମିତି ପୁରା ଅଙ୍କନ କରିଛି ଏମିତି ହିଁ ଭେନ୍ ଡାଇଗ୍ରାମ୍ ତୁମେ ଅଙ୍କନ କରିବ, ଆଉ ତା ଭିତରେ ତା ନାଁ ଗୁଡ଼ା ଲେଖିଦେବ। ପିଲାମାନେ ଆଉ ବାକି ଯେତିକି ରହିଲା ତାକୁ ଆମେ ନେକ୍ସଟ ଭିଡ଼ିଓରେ କଭର କରିବା। ଯଦି ଆମେ ଗୋଟେ ଭିଡ଼ିଓରେ ସବୁ କଭର କରିବା, ତାହେଲେ ଭିଡ଼ିଓ 35 ମିନିଟ୍ 40 ମିନିଟ୍ ଖଣ୍ଡେ ହେଇଯିବ। ତ ଆମେ ଏଟାକୁ ପାର୍ଟ କରିକି କରିବା, କିନ୍ତୁ ଆର ଭିଡ଼ିଓରେ ନିହାତି ଭାବରେ ଛାଡ଼ିଦେବା ୟାକୁ। ଆଉ ପିଲାମାନେ ଯଦି ଭଲ ଲାଗୁଛି ଭିଡ଼ିଓକୁ ଲାଇକ୍ କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଆଉ ସାଙ୍ଗମାନଙ୍କ ସହିତ ମଧ୍ୟ ଟିକେ ସେୟାର କର। ଚ୍ୟାନେଲକୁ ତୁମେ ଯେତେ ଭଲ ପାଇବା ଦେବ, ସେତେ ମୁଁ ତୁମ ପାଇଁ ଏନକରେଜ୍ ହେଇକି ଭିଡ଼ିଓ ବନେଇବି। ଆଉ ଗୋଟେ କଥା, ଯଦି ତୁମେ ମାନେ ଚାହୁଁଛ ସାଇନ୍ସ ହଉ କି ଇଂଲିଶ ହଉ କି ହିଷ୍ଟ୍ରି ଜୋଗ୍ରାଫି ହଉ, ଯେ ବିଷୟରେ ବି ଭିଡ଼ିଓ ଚାହୁଁଛ ତୁମେ କମେଣ୍ଟ କର, ତାହେଲେ ମୁଁ ନିଶ୍ଚିତ ଭାବରେ ତା ବିଷୟରେ ଭାବିବି। ଠିକ୍ ଅଛି ପିଲାମାନେ, ନେକ୍ସଟ ଭିଡ଼ିଓରେ ଦେଖା ହେବ।